ପୁଷ୍ଟିକର ବାଦାମ। ଅଧିକାଂଶ ଲୋକ ମନେ କରିଥାନ୍ତି ଯେ ବାଦାମ ପରି ଖାଦ୍ୟ ଖାଇଲେ ସେମାନେ ମୋଟା ହୋଇଯିବେ, ଅଥଚ ଅନେକ ହୁଏତ ଜାଣିନାହାନ୍ତି ଯେ ଭିଟାମିନ୍, ମିନେରାଲ, ଫାଇବର ଓ ତୈଳର ଏକ ଅନ୍ୟତମ ଉତ୍ସ ହେଉଛି ବାଦାମ। ଏହା ଖାଇବାକୁ ମଧ୍ୟ ସୁଆଦିଆ, ତେଣୁ ସଠିକ୍ ପରିମାଣରେ ବାଦାମ ଖାଇଲେ ଆପଣ ସହଜରେ ସୁସ୍ଥ ରହିପାରିବେ। ଆମଣ୍ଡ କିଙ୍ଗ ଅଫ୍ ନଟ୍ସ। ନ୍ୟୁଟ୍ରିଏଣ୍ଟସ୍ କ'ଣ ଅଛି? ଆମଣ୍ଡରେ କ୍ୟାଲସିୟମ୍, ଫାଇବର, ପଟାସିୟମ୍, ମ୍ୟାଗ୍ନେସିୟମ୍, ଫସ୍ଫରସ୍, ଫଲିକ୍ ଏସିଡ୍ ଓ ଭିଟାମିନ୍ ଇତ୍ୟାଦି ପ୍ରଚୁର ପରିମାଣରେ ଥାଏ। ଉପକାରିତା: ନିୟମିତ ଆମଣ୍ଡ ସେବନ କଲେ ଶ୍ୱାସକଷ୍ଟ, କୋଷ୍ଠକାଠିନ୍ୟ, ତ୍ୱଚାର ନାନା ସମସ୍ୟାରୁ ରକ୍ଷା ମିଳିଥାଏ। ଆମଣ୍ଡରେ ଅନ୍ୟାନ୍ୟ ବାଦାମ ଅପେକ୍ଷା ଅଧିକ ପରିମାଣରେ କ୍ୟାଲସିୟମ୍ ଥାଏ। ନିୟମିତ 4ରୁ 6ଟି ଆମଣ୍ଡ ଖାଇଲେ LDL କୋଲେଷ୍ଟରଲ୍ ବା ବ୍ୟାଡ୍ କୋଲେଷ୍ଟରଲ୍ର ମାତ୍ରା ନିୟନ୍ତ୍ରଣରେ ରହେ। ଫଳରେ ହାର୍ଟ ଆଟାକ୍ର ସମ୍ଭାବନା ମଧ୍ୟ କମ୍ ହୁଏ। ପରୀକ୍ଷା ଦ୍ୱାରା ପ୍ରମାଣିତ ହୋଇଛି ଯେ କୋଲେଷ୍ଟରଲ୍ କମାଇବାକୁ ଯଥାଯଥ ଖାଦ୍ୟ ସହିତ ଆମଣ୍ଡ ଖାଇଲେ ତାହା ଔଷଧ ଭଳି କାମ କରେ। ଏହାଦ୍ୱାରା କୋଲନ୍ କ୍ୟାନ୍ସରର ସମ୍ଭାବନା ମଧ୍ୟ କମିଯାଏ। ଏଥିରେ ଆଣ୍ଟିଅକ୍ସିଡେଣ୍ଟର ପରିମାଣ ମଧ୍ୟ ବେଶ୍ ଅଧିକ। କେମୋଥେରାପି ଚାଲୁଥିବା ସମୟରେ ଆମଣ୍ଡ ମିଲ୍କ ଦ୍ୱାରା ଇମ୍ୟୁନିଟି ସିଷ୍ଟମର ଉନ୍ନତି ଘଟିଥାଏ। ଆମଣ୍ଡରେ ଥିବା ଫାଇବର ଶରୀରର କାର୍ବୋହାଇଡ୍ରେଟକୁ ନିୟନ୍ତ୍ରଣ କରି ଶରୀରକୁ ଡାଇବେଟିସ୍ରୁ ରକ୍ଷା କରିଥାଏ। ମସ୍ତିଷ୍କର ତାରୁଣ୍ୟ ବଜାୟ ରଖିବା ଓ ରକ୍ତଶୂନ୍ୟତା ପାଇଁ ଆମଣ୍ଡ ବେଶ୍ ଉପକାରୀ। ଆମଣ୍ଡକୁ ବାଟି ନିୟମିତ ଭାବେ ପ୍ରଲେପ ଦେଲେ ତ୍ୱଚାରେ ଭାଙ୍ଗ ପଡ଼େ ନାହିଁ।